ବାଲେଶ୍ୱର ଲୋକସଭା ଆସନରୁ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି। ବିଧାନସଭା ଆସନ ପାଇଁ ମଧ୍ୟ ସଦର ଆସନରୁ ପ୍ରାର୍ଥୀ ଘୋଷଣା ସରିଛି। ମାତ୍ର କଂଗ୍ରେସର ଏଯାବତ୍ ଲୋକସଭା ପ୍ରାର୍ଥୀ କିମ୍ବା ବିଧାନସଭା ପ୍ରାର୍ଥୀ ଘୋଷଣା କରାହେଇନାହିଁ। କେହି କେହି କହିଲେଣି କି କଂଗ୍ରେସ ବିଧାନସଭା ପ୍ରାର୍ଥୀ ଖୋଜୁଛି ମାତ୍ର ପାଉନାହିଁ, କାରଣ କେହି କଂଗ୍ରେସରୁ ଲଢ଼ିବାକୁ ରାଜି ହେଉନାହାନ୍ତି। ସଦର ନିର୍ବାଚନ ମଣ୍ଡଳୀର ବିଗତ 10 ବର୍ଷରୁ ଉର୍ଦ୍ଧ୍ୱ ହେବ ବିକ୍ରମ ପଣ୍ଡା ବିଭିନ୍ନ ସଂଗଠନ ସହିତ ଜଡ଼ିତ ରହି କିଛି ମାତ୍ରାରେ କଂଗ୍ରେସକୁ ଜୀବିତ ରଖିଛନ୍ତି। ଯଦି ସେ ଟିକେଟ କଂଗ୍ରେସରୁ ପାଆନ୍ତି ହୁଏତ କିଛି ଲାଭ କଂଗ୍ରେସକୁ ମିଳିପାରେ। ସେହିପରି ଭାବରେ ପପୁ ଲେଙ୍କା ମଧ୍ୟ ଟିକଟ ଦୌଡ଼ରେ ଅଛନ୍ତି। ମାତ୍ର ତାଙ୍କ ବାପା କାଉନସିଲର ପଦ୍ମଲୋଚନ ଲେଙ୍କା ଗତ ନିର୍ବାଚନରେ ସେ ନିଜେ ସ୍ୱାଧୀନ ଭାବରେ ପ୍ରତିଦ୍ୱନ୍ଦିତା କରିଥିଲେ, କଂଗ୍ରେସରୁ ନୁହେଁ। ସେ ଏବେ ନିଜ ପୁଅ ପାଇଁ ଟିକଟ ଲବିରେ ଅଛନ୍ତି। ମାତ୍ର ଲୋକେ ଜାଣନ୍ତି କିଏ କ'ଣ, ତେଣୁ ସେ ବାପ ପୁଅଙ୍କ ଉପରେ ଲୋକଙ୍କର ଭରସା ରହୁନାହିଁ। ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା ବହୁତ ଦିନ ହେଲା କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ସଦ୍ୟ ପୁଣି ସେ କଂଗ୍ରେସକୁ ଫେରିଛନ୍ତି। ହଁ, ସେ ଦଳ ଡିଆଁରେ ସାମିଲ ନ ହୋଇ ଏକ ପ୍ରକାର ବଡ଼ ଉଦାହରଣଟିଏ ସୃଷ୍ଟି କରିଛନ୍ତି। ସେ ତାଙ୍କ ସାଂସଦ ସମୟରେ ଯେତେକ ଲୋକାଭିମୁଖୀ କାର୍ଯ୍ୟ କରିଥିଲେ, ତାଙ୍କ ପରଠୁ 2 ଜଣ ସାଂସଦ ତାର ଅଧା କାମ ମଧ୍ୟ କରିନାହାନ୍ତି। ଏଣୁ ଏଥର ଯଦି କଂଗ୍ରେସ ଶ୍ରୀ ଜେନାଙ୍କୁ ଟିକଟ ଦିଏ ତାହେଲେ ସେ କଡ଼ା ଟକ୍କର ଦେବା ସହ ଜିତିବା ମଧ୍ୟ ନିଶ୍ଚିତ, ଏଥିରେ ସନ୍ଦେହ ନାହିଁ। ସେହି କ୍ରମରେ ଆଜି ଶ୍ରୀକାନ୍ତ ଜେନା ବାବା ଭୁଜାଖିଆ ପୀରଠାରେ ମୁସଲମାନ ଭାଇମାନଙ୍କ ସହ ଉପସ୍ଥିତ ରହି ଏକ ପ୍ରକାର ନିର୍ବାଚନ ବେଗୁଲ ବଜେଇ ସାରିଛନ୍ତି।